କେମିତି ବାହାରିଲି ସଂସାର କଲି କେମିତି ଆଜି ମରୁ କେମିତି ଆଜି ମରୁ ଏମାନଙ୍କ ପାଇଁ ମୁଁ କଣ କରୁଛି ଆଉ ଏମାନେ ମୋ ପାଇଁ କଣ କରିଛନ୍ତି ବେ କାମି କାମି ଦ୍ରୌପଦୀ ଲେଖିବା ଆରମ୍ଭ କଲେ ଚିଠି ଆରମ୍ଭ କଲେ ପ୍ରିୟ ସଖା ଗୋବିନ୍ଦ ଆହେ स्वर्गगामी हवार आशा नहीं जाइली जो मान प्राण मु समर्पण कर 5टा स्वामी मोर यही अनैलनी समस्ते कहती कही का पुआ झील कही का बापा मा नुह मुझे मो स्वामी मत बेसी भल आज मु जानुची आज मूल मिथ्या गुण विगुण मपी गुआ पिकारोपी मिथ्या दारागारोपी मिथ्या स्वजन सुता सुत कर्म कर्माने मिथ्या सप्तम भरा मिथ्या गगन सुल करु शरीर पार मिथ्या सर्व संसार मिथ्या कृष्ण में गोपी सत्य हाथ गोड़ चलुव से समस्ते भल जिते हाथ गोड़ पड़े कोऊ बोहू कोऊ पुआ किए नाक मुड़िए समझ आगुरी शाशु मान बोह तुम खाई बो भल चार्ज करदेवी जिते पड़ज बुढ़ी गछ भजा लोक झील मोर देख कही नुह जेते दिन परी धन अर्जन पोषण कर सामर्थ्य तुम रही झील मागिरा 5 झील मागिरा 10 भाजक 200 पैसा समाधान पड़े बहुत हाथ को अनैब तमें जितनी उड़ी पंगा सब हाथिया पाउच तुम कर्म
ଖରାପ ବୋଲି ହାତିଆ ପାଉଛି କାହିଁକି ଥରେ ଦୌଡ଼ି ପଞ୍ଚାୟତ ଅଫିସ ଯିବ ପଇସାକୁ ଆଣିବ ଯାହାର ଯୋଡେ ବହୁ ତାକୁ ସେ ବିଭାଗ କରିକି ଦବ କୋଉ ବୁଢୀ ହାଡରେ ଯୋଉ ହାଡ ଅଛି ଟଙ୍କା କୋଟି ତାର ବରା ଖାଇଦେବେନି ସରକାର ଦଉଛି ଆମେ ଯୋଗ୍ୟ ପୁଅ ଆମେ ବାପା ମାକୁ ପୋଷିବା କଥା ସିଏ ମୂଲ ଖାଦ୍ୟରେ 5ଟା ପୁଅ 3ଟା ଝିଅ ବୁଢା ବୁଢୀ ତା ବାପା ମା ଯୋଡେ ସିଏ ଯୋଡେ ସମସ୍ତଙ୍କୁ ପୋଷୁଥିଲା ଆମେ 5ଟା ପୁଅ 5ଟା ବୋହୁ ରାତି ରାତି 10ଟା ଆମେ ବୁଢା ବୁଢୀ ଗୁଡାକୁ ପୋଷିବ ନା ସିଏ 15 ଦିନ ଇଏ 15 ଦିନ ନହେଲେ ସିଏ ଦିନେ ଇଏ ଦିନେ ହଁ ଯଦିବା ଦିନେ ଦିନେ ହେଲା ବଡ ଘର ଥିଲା ଯେ ବୁଢା ଖାଉଛି ସାନ ଘର ଯଦି ଆଇଁଷ ଫାଇଷ ଭଲ ଚିକେନ ମଟନ ଆଣିକି ବୁଢା ପାଖରେ ଥୋଇ ଦିଅନ୍ତି ଆଉ ବୁଝିଲ କି ସେ କଥା ତ ଯଦି ତା ପୁଅ ବିଲେଇ ବିଲେଇକି କହିଲେ ବା ଖାଇବ କଥା ହାତ 15 ଦିନ ଜଇତା କାମ ମାଇ ମହା ପୁଅ ବୁଝିଲ କି କିନ୍ତୁ ବୋହୁ ଯଦି ଚାହିଁବ ସିଏ ନେଇକି ଦବ ପୁଅର କର୍ତ୍ତୃତ୍ୱ କିଛି ନାହିଁ ନାଇଁ ପୁଅ ପଚାରିବ କାଲି ତ ମୁଁ କହିଲି ବାପାକୁ ଦେ ବୋଲି ଦେଲୁନି ଆଜି ତୁ କାହିଁ ଦେଲୁ ନା ଚୁପ୍ ତମେ ତାଙ୍କ ପୁଅ ତମକୁ ଲୋକ ନିନ୍ଦା କରିବେନି ପର ଝିଅ ଲୋକ କହିବ ଅମୁକ ବୋହୁ ଆଂଶ ତା ଘର ବୁଢା ବୁଢୀ ପଚାର ମୁଁ ନ ଖାଇ ମୁଁ ଦେବି ଘାସ ଲଗେଇବୁ ତାର ନା ଯଦି ପୁଅ କହିବ ମୁଁ ଭିନ୍ନ ହେବି ଯଦି ବୋହୁ ମନା କରିବ ମୁଁ ଭିନ୍ନ ହେବିନି ମୋର ଶାଶୁ ଶ୍ୱଶୁର ଦିଅର ପରିବାର ଅଂଶ ମୁଁ ବାପା ନାମ ଦେବି ନା ତମେ ଯଦି ଭିନ୍ନ ହୁଅ ସୁକୁଟି ବରା ଖାଇକି ହାଇସ୍କୁଲ ପିଲା ଚାନ୍ଦିନୀ ସବୁ ସଞ୍ଜଳୁ ସେଇଥିପାଇଁ ନାରୀ ଚବଲାଜି ଗାଁର ଦିଆଗଲା ନାରୀ ନୁ ହରି କେବେ ନାରୀ ନୁ ହରି କେବେ ନାରୀ ସୁଦୃଢ ଅଛି ଘରର ମାନ ମହତ ରକ୍ଷିତ ରହିବ ସବୁ ପୁରୁଷଙ୍କ ପେଚ ବେଶୀ ନୁହଁ ଆଉ ବାବାରେ ତେଣୁ ଚିନ୍ତା କରାଯାଉ ନାରୀ କି ସେଇଥିପାଇଁ କୁହାଗଲା ଲକ୍ଷ୍ମୀ ନାରୀ ହଉଛି ରତ୍ନ ବାବାରେ ଆମେ ନାରୀ ମାନେ ସବୁ ଅପାଠରେ ଗଲେ ଯାହାକୁ ମାଳିକା କହିଲେ କଣ କହିଲେ ତମେ ସିନା ମୋ ଆଗରେ ମଙ୍କିବନି ଯେତେବେଳେ ଘରେ ଚୋକଡ ପଡୁଛି ତମେ କେଇଟା ଟାଣୁଆ ଅଣ୍ଡିରା ମନକୁ ମନ ଭାବ ବାବାରେ କହିଲେ ନାରୀ ମାନେ ଉଗ୍ର ହେବେ ପୁରୁଷଙ୍କୁ ହାତ ମାନ୍ୟ ଯେତଟି ବୁଢୀ ମଲା ସବୁ 50, 60, 70 ବର୍ଷର ବୟସ କା ମୁଣ୍ଡରୁ ଉଣା ଖସିଲାଣି ନା ଖସିବ ତମକୁ ବେଶୀ ଲାଜ ଆଉ ଯୋଉଗୁଡା ତ କାଲି ବାହା ହେଇଯାଇଛି ସିଏ ବେରୁସୁରା ପଛପଟ ବେରିକି ଛାତି ଗାଈ ଧରି ଗାଡିରେ ବସିଲେ ଛୁଆ ନାହିଁ ପରା ଆଉ ସେ ବେରୁସୁର ନା ବେରୁସୁର କଣ ସେ ତ ବଡ ଭାଇ ସେ ତ ବଡ ଭାଇ ଯୋଉଠୁ ବାହା ହେଇଛୁ ସେଇଟା କଣ ସାନ ଭାଇ କଥା ବୁଝ ହିନ୍ଦୁ ସନାତନ ଧର୍ମ ଆର୍ଯ୍ୟ ସଂସ୍କୃତିର କେମିତି ଭିନ୍ନ ଭିନ୍ନ କଥା ହେଇଯାଉଛି ତେଣୁ ଏ ସୃଷ୍ଟି ବିଲ ହବାକୁ ଯାଉଛି ସେଇ ଦ୍ରୌପଦୀ କହିଲେ କଣ କହିଲେ ମୁଁ ଗୋଟେ ନାରୀ ମୁଁ ଗୋଟେ ରାଜା ଝିଅ ରାଜାର ଝିଅ କଣ ବର ମିଳୁନଥିଲେ କହିଲୁ ଦହଗଞ୍ଜ ହେଇକି ମୁଁ ଥିଲି କଣ ପାଇଁ ଥିଲି ଗୋଟେ ନାରୀର ସ୍ୱତନ୍ତ୍ର ମର୍ଯ୍ୟାଦା ଅଛି ସେ ଯାହା ଘରକୁ ଯାଇଛି ଗରିବ ହେଇଥାଉ ଧନୀ ହେଇଥାଉ ସୁନ୍ଦର ହେଇଥାଉ ଅସୁନ୍ଦର ହେଇଥାଉ ନାରୀ ତା କର୍ତ୍ତବ୍ୟ କରିବାଟା କରିବ ସ୍ୱାମୀ କଣ ଗୋଟେ ପୁଅ ଗୋଟେ ଝିଅ ହାଇ କଲେ ସ୍ୱାମୀ ହେଇଗଲା ଆଉ 15 ଦିନ ଆଉ ସ୍ୱାମୀ କାହାକୁ କୁହାଯାଏ କାହାକୁ ଭାଗବତ କହିଲେ ପୂର୍ବ ଜନ୍ମର କର୍ମ ନେଇ ସ୍ୱାମୀ ଗମି ରହି ଭୁଏ ଅସୁନ୍ଦର
ପୁରୁଷ ଖଞ୍ଜିକି ରଖିଛି। ଆଲୋ ଦେଖିକି ବାହା ହେଲା ବେଳେ ତ ହଁ ହା କରିବାର ବାହା ହେଲା। ଆଜି ଯଦି ରୋଗା ହେଇଗଲା କି ଗୋଡ କଟିଗଲା ଖଣ୍ଡିଆ ଏ ରୋଗା ଏ ହଳ ପାଇସା ଯେତେବେଳେ ବାହା ହେଇଛୁ ଖଣ୍ଡିଆ ରୋଗା ହେଇଥିଲା ନାଇଁ ସେତେ ତ କୁଚୁ କୁଚୁ ହଁ କରିଦେଇଛୁ। ବୁଝିପାରିଲ ସ୍ୱାମୀ କେତେକର ଧନ ତାକୁ କଣ ବୁଝିଲାଣି? ବ୍ରହ୍ମ ବୈବର୍ତ୍ତ ପୁରାଣ କହିଲେ ପତି ବିଷ୍ଣୁପତି ବ୍ରହ୍ମା ଦେବ ମହେଶ୍ୱର ନିର୍ଗୁଣ ଭାବ ରୂପଂ ନମସ୍ତୁତେ ଜମ୍ମୁକୁ ବି ଭଲ ନାହିଁ ନା। ପୁରାଣ ପୁରୁଷ ପୁସ୍ତକ ଦେଖିଥିବ ଇନ୍ଦ୍ରଜିତର ସ୍ତ୍ରୀ ସୁଲୋଚନା ମାନିଲା କାହାକୁ ବନ୍ଦ ହେଇଗଲା ଯୁଦ୍ଧ। ଯାହା ପାଇଁ କଟା ହାତ ଲେଖିଲା ଯାହା ପାଇଁ କଟା ମୁଣ୍ଡ ବି କଥା ବି କହିଲା ସତୀ ନାରୀ ମୂଲ୍ୟ କେତେ ପର୍ଯ୍ୟନ୍ତ ମଧ୍ୟ ମୂଲ୍ୟାଙ୍କନ କରାଯାଇ ପାରିନି ନା। ସୃଷ୍ଟି ସେଇଦିନ ପ୍ରଳୟ ହବ ଯୋଉଦିନ ସାତଟା ଜିନିଷ ନଥିବ। ସାତଟା ଜିନିଷ ଏକରେ ଗୋମାତା ନଥିବେ ଗୋମାତା ନଥିବେ। ଦୁଇରେ ଉତ୍ତମ ବିପ୍ର ଯୋଉମାନେ ସନ୍ଧ୍ୟାରେ ଗାୟତ୍ରୀ କରିବା ତଥା ସେଭଳି ବିପ୍ର ନଥିବେ। ତିନିରେ ନୀତି ଅଚଳ ହେଇଯିବ ବେଦବାଣୀ କେହି ମାନୁନଥିବେ। ଚାରିରେ ଗୋଟେ ସତୀ ନାରୀ ଜଗତରେ ନଥିବେ। ପାଞ୍ଚରେ ଗୋଟେ ସତ୍ୟବାଦୀ ପୁରୁଷ ଜଗତରେ ନଥିବେ। ଛଅରେ ଦମ୍ଭ ରହିତ ଆଉ ଲୋଭ ରହିତ ଯାହାଙ୍କର ଦମ୍ଭ ନାହିଁ ସେ କାହା ଉପରେ ଭରସା କରନ୍ତି? ହେ ଈଶ୍ୱର ତୁମେ ସର୍ବଶକ୍ତିମାନ ତୁମେ ଇଚ୍ଛାମୟ ସାରା ସଂସାର ଚାଲିଛି ତମେ ରଖିପାର ତୁମେ ନ ରଖିପାର। ଲୋକ କଣ କହିବେ ଭଗବାନ ଘରେ ପୁରେଇ ଦେବେ ନିଜେ ଖଟିବୁନି ଘରେ ବସିବ ଘରେ ଭର୍ତ୍ତି କରିଦେବେ ଆଉ ତମର ଦମ୍ଭ ଅଛି କିନ୍ତୁ ଦମ୍ଭ ଦିନେ ଭାଗିଯିବ ତମର ବଳ ବୁଲିବ ସେତିକି କହିବ ହେ ଭଗବତ ବାସୁଦେବ ମୋ ଟାଣ ପଣ ଭାଙ୍ଗିଲାଣି ପାଣି ଢାଳକୁ ଯୋଗ୍ୟ ହେଲେନି ପାଇଆ ମନ ଓ ପାଗଳା ମନ ଗଲେଣି ପାଇଆ ମନ ବାଟେ ଗଲେଣି ପାଇଆ ମନ ମୋ ପାଗଳା ମନ ବାଟେ ଗଲେଣି ପାଇଆ ମନ ଫୁଳ ଠାକୁରଙ୍କୁ କଲି ଧ୍ୟାନ ପାଇଆ ମନ ଠାକୁରଙ୍କୁ କଲି ଧ୍ୟାନ ପାଇଆ ମନ ମୋ ପାଗଳା ମନ ଠାକୁରଙ୍କୁ କଲି ଧ୍ୟାନ ପାଇଆ ମନ। ଆରେ ଜୀବନ ଯାକ ଖଟି ଖଟି କଙ୍କଡା ଖୋଳା ହେଇ ସାରିଲଣି। ଏଇ ପୁଅ ଝିଅ ସଂସାର ବାହାବର୍ତ୍ତ ଘରଦ୍ୱାର କରିକି ମୋଲା ବେଶିକି କେହି ନୁହଁ ସମସ୍ତେ ଛାଡିକି ପଳେଇବେ ସବୁ। ଝିଅ ସୁନ୍ଦରୀଏ ଥିବେ ଯେ ସିଏ ଯେତେବେଳେ ମରିବା ସମୟ ହବ ଦିକିର ଫଳ ଆଣିକି ଆସିବେ ବୁଝିଲ କି ତା ତଣ୍ଟେ ତ ନିମେଲ ପାଣି ଯାଉନି ତ ସେଉ ଅଙ୍ଗୁରୁ କିଏ ଖାଇବ ଖାଇବେ ମଶା ତ ନା ହବ କଣ ତାକୁ ଦେଖି ଯାଇଥିଲି ଦିକିର ଫଳ 200 400 ଗଲା ତେଲ 200 ଖାଉନେ ନେଇଥାଉ ଖାଇଲେ ପରିବାର ଯାକ ନା ହବ ବାବା ସେଇଟା କହୁଛନ୍ତି ଯେ ଦେଲା ନେଲା ବେଳେ ଯୋଉ ଭାବ
ହାତ ରହିଗଲେ ସେ ଭାବ ଆଉ ରହିବନି ନା ବାବାରେ ଶେଷକୁ ଯେମିତି ଚାରିଟା ଭାବି ଯିବ ଝିଅ କଣ ଏ ଭାଉଜ ବା ତତେ ଲାଗିଲା ବା କଣ ଭାଉଜୁ ଜନ୍ମ କରିଥିଲା ନାଇଁ ଆଉ ସେ ତ ତତେ ଜନ୍ମ କରିଥିଲା ତତେ 10 ଲକ୍ଷ ଦେଇକି ବାହା କରେଇଛି 5 ବର୍ଷ ହଉଛି ତୁ ରହିକି ବାପାଙ୍କ ସେବା କରିବା ଗୋଟିକିଆ ଘର ମୁଁ କଣ ରହିପାରିବି ଆଉ ସମସ୍ତ ପୁଞ୍ଜିକିଆ ଘର ବାବା ଇଏ ଦେଲା ନେଲା ବେଳର ମନ ଯାହା ଭଲ ଭାଗିଗଲେ ସେ ମନ ଆଉ ତାହା ନାଇଁ ନାଇଁ ବାବାରେ କେବଳ ଜୀବ ମୁକ୍ତି ହବ କେମିତି ମୁକ୍ତି ହବ ନା ଭଗବତ ବାସୁଦେବ ଶାନ୍ତ ରହୁ ପାଇଆ ମନ ସେ ପାଗଳା ମନ ପାଇଆ ମନ ମରଣ ଦେବେ ହେବ ପାଇଆ ମନ ରେ ପାଗଳା ମନ ମରଣ ଯେବେଳେ ହେବ ପାଇଆ ମନ ହାତ ଫେରି ହାତ ରହିଗଲେ ଏଇ ମୋର ବୋଲି ମରୁନୁ ସମୟ ଆସିଲେ ସମସ୍ତେ ହେ ଭଗବାନ ମତେ କେତେ ନେଇଯାଏ ଉଦ୍ଧାର କରିଦିଅ ସାଇ ପଇସା ବଦଳରେ ଶୁଣି କଣ ଦିହ ଟିକେ ଭଲ ଲାଗୁଛି ନା କଣ ଭଲ ଝିଅ ଖାଲି ମହାପ୍ରଭୁ ମୁଣ୍ଡିଆ ମାରୁଛି ଏତେ ଲୋକଙ୍କୁ କଣ ହଉଛି ମୋ ପାଇଁ ନାଇଁ ଆଉ କେତେ ଆମକୁ ଯିବି ଚିନ୍ତା କରୁଛି ମୋର କହିଲେ ନା ଯିଏ ପଳଉଛନ୍ତି ସେ କିଣିଛି ସମୟ ଆସିବ ନିଜେ କହ ମୋର ପୁଅ ଝିଅ ସଂସାର ଦରକାର ନାହିଁ ଦରକାର ମତେ ତମେ ନେଇଯା ସେଇ କଥା ଦ୍ରୌପଦୀ କହୁଛନ୍ତି ଏଭଳି ସ୍ୱାମୀ ମାନଙ୍କ ଛାଡିକି ଗଲେ କୋଉ ପଛେ ଦୁଷ୍ଟ ସେ ତାଇରେ କହୁଛି ସେ କେମିତିଆ ଭଲ ଲୋକ ମୋ ଯୋଗୁ ତାକୁ ଭଲ ଲୋକ କହୁଛି କାହିଁକି ମୁଁ ଯଦି ଗୁରୁଟି ଦାଣ୍ଡରେ ଆସି କହିଥାନ୍ତି ତା ଭଲ ଗୁରୁଟି ଲୋକ ଜାଣିଥାନ୍ତେ ମୁଁ ତ କହିଲି ମୋ ସ୍ୱାମୀ ତାଙ୍କ କଥାଟା ବାହାରେ ପ୍ରକଟ କରିକି ରଖିଲି ତେଣୁ ତମେ କହିଲ ଇଏ ଭଲ ଲୋକ ଏଇଲେ ମୋ ଉପରେ ତ ପଡିଛି ପ୍ରମାଣ ଗୁରୁ ବ୍ରାହ୍ମଣ ଶିରଛେଦ ଆଜି ସବୁ ଜୀବନର ସତ କଥା ସବୁ ଖୋଲିକି କହିବେ କହିଲେ ଯେମିତି ଯୁଧିଷ୍ଠିର କଲେ ଯିଏ ପଡିଛି ପଡିଥାଉ ପଳେଇ ଆସ ସମସ୍ତେ ପଳେଇ ଗଲେ ହେ ଭଗବାନ ଆଗରୁ ବିଶ୍ୱାସ ଜାଣୁନଥିଲି ନାଇଁ ଆଜି ବିଶ୍ୱାସ କଲି ସମ୍ପତ୍ତି ଖାଇକି କଣ କରିବ କିଛି ଲାଭ ନାହିଁ ବୋଝ ଖାଇକି କଣ କରିବେ କଣ ଲାଭ ପ୍ରଭୁ ନାଇଁ ନାଇଁ ମାତ ବ୍ରହ୍ମ ସତ୍ୟ ଜଗତ ହଉଛି ମିଥ୍ୟା ବୋଲେ ପ୍ରଭୁ ମୋ ଜନ୍ମ ଇତିବୃତ୍ତ ମୁଁ ତମ ଭଳିଆ ଝିଅ ପୁଅ ହେଇକି ଜନ୍ମ ହେଇନି ମୁଁ ଜନ୍ମ ହବାର ସ୍ୱତନ୍ତ୍ରତା ଅଛି ଉଦ୍ଦେଶ୍ୟ ଅଛି କଣ ସେ ଉଦ୍ଦେଶ୍ୟ ନା ହେ ପ୍ରାୟ ବିଚକ୍ଷଣ ପରମ
ଧନୁର୍ଧାରୀ ଧନୁର୍ବେଦ ହାସଲ କରିଥିବା ଗୁରୁ ଦ୍ରୋଣାଚାର୍ଯ୍ୟ ବାଲ୍ୟ ସମୟରେ